ବାପା ମାଙ୍କର ଅବଦାନ, ତାଙ୍କର ମହାନତା ସବୁ ଜାଗାରେ ମେନସନ କରାଯାଇଛି, କିନ୍ତୁ ଛୁଆ ମାନଙ୍କର ସାକ୍ରିଫାଇସ ଟା କୋଉଠି ମେନସନ କରାଯାଇନି। ଆଜି ମୁଁ ମୋ ମନର କଥା କହୁଛି। ଛୁଆ ବେଳେ ନିଜ ପସନ୍ଦର ଖେଳନାକୁ ନବା ପାଇଁ ଜିଦି କରୁଥିବା, କିନ୍ତୁ ବାପା ମା ମାନେ କୁହନ୍ତି ଛୁଆର ଜିଦି ବଢିଯିବ, ଖେଳନା ଦିଅନ୍ତିନି। ସେଇଠି ଛୁଆଟି କରେ ଖେଳନା ପାଇଁ ସାକ୍ରିଫାଇସ। ଧୀରେ ଧୀରେ ବଡ ହେଲା ପରେ ତାକୁ ଇଚ୍ଛା ନଥାଏ ସାଇନ୍ସ ନେବାକୁ, କିନ୍ତୁ ବାପା ମାଙ୍କର ଖୁସି ତାପରେ ଲଦି ଦିଅନ୍ତି। ସେ ଛୁଆଟି କରେ ସେଇଠି ସାକ୍ରିଫାଇସ। ବାପା ମାଙ୍କର ସ୍ୱପ୍ନକୁ ପୁରା କରିବା ପାଇଁ ବାପା ମାଙ୍କର ଇଚ୍ଛା ଥାଏ ମୋ ଛୁଆ ଡକ୍ଟର ହଉ କିମ୍ବା ଇଞ୍ଜିନିୟର ହଉ। ଆରେ ମୋର ହବାର ନାହିଁ ଡକ୍ଟର, ମତେ ତ କରାଡି ଯୋଡ କରିବାର ଅଛି। ଆରେ ମୋର ଓଡିଶାରେ ରହିବାର ନାହିଁ, ବିଦେଶକୁ ଫ୍ଲାଇଟ ରେ ଉଡିବାର ଅଛି। ସେଇଠି କରେ ଛୁଆଟି ସାକ୍ରିଫାଇସ। ନିଜର ସାନ ସାନ ଭାଇ ଭଉଣୀ ମାନଙ୍କ ପାଇଁ ନିଜର ସବୁ ଖୁସିକୁ ମାଟି ତଳେ ପୋତି ଦିଏ। ସେଇଠି କରେ ବଡ ଭାଇ କିମ୍ବା ଭଉଣୀଟି ସାକ୍ରିଫାଇସ। ନିଜର ପସନ୍ଦିଦାର ମଣିଷକୁ ପ୍ରେମ କରୁଥାଏ, କିନ୍ତୁ ବାପା ମାଙ୍କର ଖୁସି ପାଇଁ ସେ ପସନ୍ଦିଦାର ମଣିଷକୁ ଛାଡି ଦିଏ। ସେଇଠି କରେ ପିଲାଟି ସାକ୍ରିଫାଇସ। ନିଜର ବାପା ମାଙ୍କ ପସନ୍ଦରେ ବାହା ହୁଏ, ଆଉ ସାରା ଜୀବନ ଇଚ୍ଛା ନଥାଇକି ବି ସେ ସମ୍ପର୍କକୁ ନିଜ କାନ୍ଧରେ ବୋହି ଚାଲେ। ସେଇଠି କରେ ସେ ପିଲାଟି ସାକ୍ରିଫାଇସ। କୁହାଯାଇଛି ବାପା ମା ମାନେ ଭଗବାନ, ଦେବତା ସାଙ୍ଗରେ ସମାନ, ଯାହା କରନ୍ତି ଭଲ ହିଁ କରନ୍ତି। ମୁଁ ମାନେନି ଏଇ ଭଲଟାକୁ। କୋଉଠି ଭଗବାନ ଚାହେଁ ଛୁଆ କାନ୍ଦୁ ବୋଲି, ମନ ଭିତରେ ଯନ୍ତ୍ରଣା ଥାଉ ବୋଲି, ଆଉ ନିଜର ଇଚ୍ଛା ଖୁସିକୁ ମାଟି ତଳେ ପୋତି ଦେଉ ବୋଲି। ସବୁ ବାପା ମାଙ୍କୁ ମୁଁ କହିନି, ଦେହକୁ ଟାଣି ନେବେନି କଥାଟି। କିଛି ଜଣ ଅଛନ୍ତି ନିଜର ଖୁସିକୁ ଛୁଆ ଉପରେ ନଦି ଦିଅନ୍ତି, ନିଜର ବାଧ୍ୟତାକୁ ନଦି ଦିଅନ୍ତି, ଛୁଆର ଖୁସିକି ଦେଖନ୍ତିନି, ଆଉ ତାର ସବୁ ଇଚ୍ଛାକୁ ମାରି ଦିଅନ୍ତି। ଜୟ ଜଗନ୍ନାଥ।